ପଚାରନ୍ତୁ 100 ଜଣ ଲୋକଙ୍କୁ ପଚାରନ୍ତୁ, କୋରାପୁଟରେ ପଚାରନ୍ତୁ, କଳାହାଣ୍ଡିରେ ପଚାରନ୍ତୁ, ମୟୂରଭଞ୍ଜରେ ପଚାରନ୍ତୁ, କେନ୍ଦ୍ରାପଡ଼ାରେ ପଚାରନ୍ତୁ, ଆପଣ ଭୁବନେଶ୍ୱରରେ ପଚାରନ୍ତୁ, ଯଦି 100ରୁ 80ରୁ ଉର୍ଦ୍ଧ୍ୱ ଲୋକ ଅସନ୍ତୋଷ ପ୍ରକାଶ ନ କରିବେ ତାହେଲେ କହିବେ ମୁଁ ଭୁଲ କହୁଛି, ମତେ ଆପଣ ପନିଶମେଣ୍ଟ ଦେଇପାରନ୍ତି। ତେଣୁ ଲୋକଙ୍କର ଅସନ୍ତୋଷଟା ଯେତେବେଳେ ଭାରତୀୟ ଜନତା ପାର୍ଟି ସରକାର ଉପରେ ବଢୁଛି ସେତେବେଳେ ତାଙ୍କ ବିରୁଦ୍ଧରେ ଯୋଉ ଦଳ ଥିବ ସେ ଅଟୋମେଟିକ ଶକ୍ତିଶାଳୀ ହବ। ତେଣୁ ବିଜୁ ଜନତା ଦଳ କମୁଛି ବୋଲି ଯୋଉମାନେ କହୁଛନ୍ତି, ଆପଣ ଏତିକି ସିମ୍ପାଥି ପାଉଛନ୍ତି ବର୍ତ୍ତମାନ ବିଜୁ ଜନତା ଦଳ, ତାହା ଗୋଟେ ସମୟକୁ ଅପେକ୍ଷା ରଖୁଛି, କେତେବେଳେ ଗୋଟେ ବିରାଟ ପରିବର୍ତ୍ତନ ବି ଆସିପାରେ। ଶୁଣନ୍ତୁ, ମୁଁ ଆପଣଙ୍କୁ ଛୋଟିଆ କଥା କହୁଛି, ଆପଣ ଏଇଟା ମାର୍କ କରିବେ। ମୁଁ ମନ୍ତ୍ରୀ ଥିଲି, ସେତେବେଳେ ସୋସିଆଲ ମିଡିଆରେ ଆମ ପ୍ରତି ଆମର କୋଉଠି ଭୁଲ ଥିଲା କି ଠିକ ଥିଲା ଦୋସରା କଥା, ଏବଂ ଠିକ ଥିଲେ ବି କେବଳ ଗାଳି ଛଡା କିଛି କହୁନଥିଲା। ଏବେ ଆମର ସୋସିଆଲ ମିଡିଆ ଦେଖିଲା ବେଳକୁ ତାଙ୍କର ଟୋଲ ଆଣିକି ଛାଡ଼ିଦେଲେ 80-90% ଲୋକଙ୍କର ଶୁଭେଚ୍ଛା ଏବଂ ଆଶୀର୍ବାଦ କେବଳ ମିଳୁଛି। ଏଇଟା ହଉଛି ଗୋଟେ ବିରାଟ ଉପଲବ୍ଧି। ଯୋଉ ଯୁବ ସମାଜ ତାଙ୍କ ପାଇଁ ସୋସିଆଲ ମିଡିଆରେ ସ୍ୱତଃପ୍ରବୃତ୍ତ ଖେଳୁଥିଲେ, ଆଜି ସେଇ ଯୁବ ସମାଜ 60-70% ସ୍ୱତଃପ୍ରବୃତ୍ତ ଭାବରେ ତାଙ୍କ ବିରୁଦ୍ଧରେ କହୁଛନ୍ତି। ଏଇଟା ହଉଛି ଗୋଟେ ବଡ ଉଦାହରଣ, ଗୋଟେ ବଡ ମାପକାଠି। ଆପଣ ଦେଖନ୍ତୁ।